प्रेज लॉर्ड समस्त को स्वागत ए लिविंग गॉड चैनल रे। प्रिय भाई और भौणी माने आसंतु आमे माने आज पाठ करबा जाके नूतन नियमर शेष पुस्तक प्रकाशित वाक्य आपण माने जानचंती आउ से पुस्तक मु आज पाठ करबी जहाँकि प्रथम एटा से पुस्तकर वाक्य पढ़ा जाऊँ आउ एक अध्याय एक पद ही पढ़ा आसंतु। ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ ସେହି ସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାଙ୍କ ନିକଟରେ ସମର୍ପଣ କଲେ। ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଜହନକୁ ଏହା ଜ୍ଞାତ କରାଇଲେ। ପ୍ରିୟ ଭାଇ ଓ ଭଉଣୀ ଦେଖନ୍ତୁ, ଏ ବାକ୍ୟ ଏହା କହୁଛି ଯେ ଯୀଶୁଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ ସେସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ। କାହା ନିକଟରେ ଈଶ୍ୱର ସମର୍ପଣ କରୁଛନ୍ତି? ଯୀଶୁଖ୍ରୀଷ୍ଟଙ୍କଠାରେ ସମର୍ପଣ କରୁଛନ୍ତି। ଯୀଶୁଖ୍ରୀଷ୍ଟ ଦୂତଙ୍କୁ ସମର୍ପଣ କଲେ, ଦୂତ ଯାଇକି ଜହନଙ୍କୁ ଦେଉଛନ୍ତି, ଜହନଙ୍କୁ ଆଉ ଏଇଟା ପୁସ୍ତକକୁ ଦେଉଛି। ଆଉ ଦେଖନ୍ତୁ ଲେଖାଯାଇଛି ତାଙ୍କ ସମର୍ପଣ କଲେ, ଆଉ ସେ ଆପଣା ଦୂତ ପ୍ରେରଣ କରି ନିଜ ଦାସ ଜହନଙ୍କୁ ଏହା ଜ୍ଞାତ କରାଇଲେ। ଦେଖନ୍ତୁ, ଯୀଶୁଖ୍ରୀଷ୍ଟଙ୍କଠାରେ ସମର୍ପଣ କଲେ ପରମେଶ୍ୱର ଆଉ ଯୀଶୁଖ୍ରୀଷ୍ଟ କ'ଣ କରୁଛନ୍ତି? ଏଇଠି ଦୂତଙ୍କୁ ପ୍ରେରଣ କରି ନିଜ ଦାସ ଜହନଙ୍କୁ ଦେଉଛନ୍ତି। ଦେଖନ୍ତୁ, ଆଉ ଯୀଶୁଖ୍ରୀଷ୍ଟ ଦୂତ ପ୍ରେରଣ କରିକିନା ନିଜ ଦାସ ଜହନଙ୍କୁ ଜ୍ଞାତ କରାଉଛନ୍ତି ବା ଜଣାଉଛନ୍ତି। ପ୍ରିୟ ଭାଇ ଓ ଭଉଣୀ ମାନେ, ଆଉ ପ୍ରଥମ ଥର ପାଇଁ ପ୍ରକାଶିତ ବାକ୍ୟ ଆମେ ଆଉ ପାଠ କରିଅଛୁ। ଆଉ ଆଗକୁ କ'ଣ କ'ଣ ହେବ ସେ ବିଷୟକୁ ଲେଖାଯାଇଛି। ଆଉ ଅନ୍ତିମ ସମୟରେ କେମିତି ହେବ, ଏ ବର୍ତ୍ତମାନ ସମୟରେ ହିଁ ଅନ୍ତିମ ସମୟରେ ଆମେ ଜୀବନଯାପନ କରୁଅଛୁ। ଆଉ ଆମେ ଜାଣିବା ଦରକାର କେମିତି ଘଟିବ। ଆଉ ଆମେ ସେ ବିଷୟକୁ ଆଲୋଚନା କରିବା ଆଗାମୀ ଭିଡ଼ିଓ ମାନଙ୍କରେ। ଆଉ ଏ ଭିଡ଼ିଓରେ ଏତିକି। ଆଉ ଯଦି ଆପଣ ମୋ ଚ୍ୟାନେଲରେ ନୂଆରେ ଆସିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଭିଡ଼ିଓ ଲାଇକ୍ କରନ୍ତୁ, ଆଉ ଆପଣଙ୍କର କମେଣ୍ଟର ମତାମତ କମେଣ୍ଟ କରନ୍ତୁ। ପ୍ରିୟ ଭାଇ ଓ ଭଉଣୀ ମାନେ, ଆଉ ଯଦି ଭିଡ଼ିଓରେ କୌଣସି ଭୁଲଭାଲ କହିଅଛି ତାହେଲେ ନିଶ୍ଚୟ କମେଣ୍ଟ କରନ୍ତୁ।